नमस्कार बंधुगण, जदि आपणकर बिछा राशि ताहले एई वीडियो आपणक पई। 10 मार्च परे आपणक भाग्य तो बदलिबो, किंतु मार्च मासरे एमिति 3टी भयंकर तारीख अछि जेउथिरे आपणको खूब सावधान रहिबाकू पड़िबो। एही 3टी दिन रे आपणक ग्रह स्थिति एमिति रहुछि जे आपणकर गोटिए भूल आपणको बड़ विपद रे पकाई पारे। चाकरी हेउ किंबा व्यवसाय, एपरिकी आपणको स्वास्थ्य उपरे मध्ये एहार खराब प्रभाव पड़ी पारे। ସେହି କାଳସର୍ପ ସଦୃଶ 3ଟି ତାରିଖ କ'ଣ ଏବଂ ସେହି ଦିନ ମାନଙ୍କରେ ଆପଣ କେଉଁ ଭୁଲ ଜମା କରିବେ ନାହିଁ, ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଶେଷରେ ମୁଁ ଏହାର ଏକ ଅଚୂକ ସମାଧାନ ମଧ୍ୟ କହିବି। ଆପଣଙ୍କର ଗ୍ରହ ସ୍ଥିତି କ'ଣ ରହିଛି? ଶନିଙ୍କ ପ୍ରଭାବ। ବିଛା ରାଶିର ଚତୁର୍ଥ ଭାବରେ ଶନିଙ୍କ ସ୍ଥିତି ଆପଣଙ୍କୁ ପରିଶ୍ରମର ଫଳ ଦେବ। ଯେଉଁ କାମ ବହୁ ଦିନରୁ ଅଟକି ରହିଥିଲା ତାହା ମାର୍ଚ୍ଚ 10 ପରେ ଗତିଶୀଳ ହେବ। ମଙ୍ଗଳଙ୍କ ଶୁଭ ଦୃଷ୍ଟି। ଆପଣଙ୍କ ରାଶି ଅଧିପତି ମଙ୍ଗଳ ଶୁଭ ସ୍ଥିତିରେ ରହିବେ, ଯାହା ଆପଣଙ୍କ ମଧ୍ୟରେ ସାହସ ଏବଂ ଆତ୍ମବିଶ୍ୱାସ ଭରିଦେବ। ଶତ୍ରୁମାନେ ପରାଜିତ ହେବେ। ବୃହସ୍ପତିଙ୍କ ଆଶୀର୍ବାଦ। ବୃହସ୍ପତିଙ୍କ କୃପାରୁ ଆର୍ଥିକ ସମସ୍ୟା ଦୂର ହେବ ଏବଂ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଯୋଗ ବନୁଛି। କିନ୍ତୁ ଏହି 3ଟି ତାରିଖକୁ ସାବଧାନ ରୁହନ୍ତୁ। କେଉଁ କେଉଁ ତାରିଖ ପ୍ରତି ଆପଣ ସାବଧାନ ରହିବେ ତାହା ମୁଁ ଆପଣଙ୍କୁ ଜଣାଉଅଛି। ମାର୍ଚ୍ଚ 14 ଏବଂ 15 ତାରିଖ। ଏହି ସମୟରେ ଚନ୍ଦ୍ରଙ୍କ ସ୍ଥିତି ଯୋଗୁଁ ମାନସିକ ଅଶାନ୍ତି ଦେଖାଦେଇପାରେ। କ'ଣ କରିବେ? କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ଏବଂ ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ। ମାର୍ଚ୍ଚ 22 ଏବଂ 23 ତାରିଖ। ଆର୍ଥିକ କାରବାର ପାଇଁ ଏହି 2 ଦିନ ଟିକେ କଷ୍ଟକର ହୋଇପାରେ। କ'ଣ କରିବେ? କାହାରିକୁ ଧାର କରଜ ଦିଅନ୍ତୁ ନାହିଁ କିମ୍ବା କୌଣସି ବଡ଼ ନିବେଶ କରନ୍ତୁ ନାହିଁ, ନଚେତ୍ ଟଙ୍କା ଫସିଯାଇପାରେ। ମାର୍ଚ୍ଚ 29 ତାରିଖ। ପାରିବାରିକ କଳହ କିମ୍ବା ନିଜ ଲୋକଙ୍କ ସହ ମନମାଳିନ୍ୟ ହେବାର ସମ୍ଭାବନା ଅଛି। କ'ଣ କରିବେ? ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଗ୍ରହ ସ୍ଥିତି ଯୋଗୁଁ କ'ଣ ସାବଧାନତା ରହିବେ? ଗ୍ରହ ସ୍ଥିତି କହୁଛି ଯେ ଆପଣଙ୍କୁ ନିଜର ଗୁପ୍ତ କଥା କାହାକୁ କହିବା ଉଚିତ ନୁହେଁ, କାରଣ ରାହୁଙ୍କ କିଛି ପ୍ରଭାବ ଯୋଗୁଁ ନିଜ ଲୋକ ହିଁ ପଛପଟୁ ଷଡ଼ଯନ୍ତ୍ର କରିପାରନ୍ତି। ସଫଳତା। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଗ୍ରହମାନେ ଆପଣଙ୍କୁ ଏକ ବଡ଼ ସୁଯୋଗ ଦେବେ। ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହା ସଠିକ୍ ସମୟ। ଭାଗ୍ୟଶାଳୀ ରଙ୍ଗ ଓ ସଂଖ୍ୟା। ମାର୍ଚ୍ଚ 10 ପରେ ନାଲି ରଙ୍ଗ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଏବଂ 9 ସଂଖ୍ୟା ଆପଣଙ୍କୁ ସଫଳତା ଦେବ। କିନ୍ତୁ ମୁଁ ଯେଉଁ ତାରିଖ ସବୁ ଆପଣଙ୍କୁ କହିଲି, ସେହି ତାରିଖ ପ୍ରତି ଆପଣଙ୍କୁ ଟିକେ ସାବଧାନ ରହିବା ପାଇଁ ପଡ଼ିବ। ପୁଣି ଆଉ ଥରେ କହିଦେଉଛି ଆପଣଙ୍କୁ। ମାର୍ଚ୍ଚ 14, 15 ତାରିଖ, ମାର୍ଚ୍ଚ 22, 23 ତାରିଖ, ମାର୍ଚ୍ଚ 29 ତାରିଖ। ଏହି ତାରିଖ ପ୍ରତି ଆପଣ ଟିକେ ସାବଧାନ ରୁହନ୍ତୁ। ବନ୍ଧୁଗଣ, ଭାଗ୍ୟ ତ ବଦଳିବ, କିନ୍ତୁ ଏହି ସବୁ ତାରିଖ ପ୍ରତି ସାବଧାନ ରୁହନ୍ତୁ। ଯଦି ଆପଣ ଏହି ଦିନ ଗୁଡ଼ିକରେ ନିଜର ସଂଯମ ରଖିବେ, ତେବେ ମାର୍ଚ୍ଚ ମାସଟି ଆପଣଙ୍କ ପାଇଁ ସବୁଠାରୁ ଶ୍ରେଷ୍ଠ ମାସ ହେବ। ବିଶେଷ କରି ମାର୍ଚ୍ଚ 22 ତାରିଖରେ ଟଙ୍କା ପଇସା କାରବାରରୁ ଦୂରରେ ରୁହନ୍ତୁ। ଅଧିକ ଶୁଭ ଫଳ ପାଇଁ ଓଁ ନମୋ ଶିବାୟ କିମ୍ବା ହନୁମାନ ଚାଳିଶା ପାଠ କରନ୍ତୁ। ଦେଖିବେ ସବୁ ବିପଦ ଦୂର ହୋଇଯିବ। ଆପଣଙ୍କର କେଉଁ ତାରିଖରେ କିଛି ଖାସ୍ ଯୋଜନା ଅଛି କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ୍ କରନ୍ତୁ ଏବଂ ନିଜ ସାଙ୍ଗସାଥୀଙ୍କୁ ସେୟାର କରନ୍ତୁ। ଏହିପରି ପ୍ରତିଦିନ ନିଜ ରାଶିର ସଠିକ୍ ସୂଚନା ପାଇବା ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।